ମହାପ୍ରଭୁ କାଳିଆ ଶାନ୍ତ ଯେ ଭାବର ଠାକୁର ଏ କଥା କାହାକୁ ବା ଅଛପା। ଭକ୍ତଟିଏ ସବୁବେଳେ ଇଚ୍ଛା କରିଥାଏ କି ମହାପ୍ରଭୁ ମଇଲମେ ଶାନ୍ତେ ତୁମକୁ ଟିକେ ନା ପାଖରୁ ଦେଖିବେ। ହଁ, ପାଖରୁ ଦେଖିଲେ ବୋଧେ ଭକ୍ତଟିଏ ତାର ମନ କଥାକୁ ଚୁପଚାପ କାନରେ କହିବ। କେବଳ କାଳିଆ ଶୁଣିବ ନା ଆଉ କିଛି? ହେଲେ ମୁଁ ତ ବହୁତ ଥର ଦେଖିଛି କି ବଡ଼ଦାଣ୍ଡରେ ମାଟିଏ, ବାପାଟିଏ, ଭାଇଟିଏ, ଭଉଣୀଟିଏ, ଏମିତିକି ଛୋଟ ପିଲାଟିଏ ବି ପତିତ ପାବନକୁ ଚାହିଁ ସେଇ ଦେଉଳ କୋଣରେ ହାତ ଯୋଡ଼ି ଭୋ ଭୋ ହୋଇ କାନ୍ଦିବାର। ଭାରି ଅଭିମାନ କରି କୁହେ କି କାହିଁ ଏମାନଙ୍କୁ ଠକୁଛୁ, ଯାହାର ଯାହା ଦରକାର ଦେଇଦେଉନୁ, ତୁ ପରା ଅନ୍ତର୍ଯାମୀ। ଏମିତି ଖରା ତରାରେ ତୋରି ବଡ଼ ଦେଉଳ ଆଗରେ ହାତ ଯୋଡ଼ି ନେଉଡ଼ା ହେଉଛନ୍ତି, ତୋତେ କ'ଣ ସତରେ ଭଲ ଲାଗୁଛି? ହେଲେ ତାଠୁ ନା କେବେ କିଛି ଉତ୍ତର ମିଳିନି। 2022 ମସିହା ଜୁଲାଇ ମାସର କଥା। ଅମୃତାଂଶୁ ଭାଇ ଆଉ ତାଙ୍କ ମା ଓଡ଼ିଶା ଆସିଥିଲେ ଜେଜେଙ୍କ ଶ୍ରାଦ୍ଧ ପାଇଁ। ଭାଇ ହେଉଛନ୍ତି ଜଣେ ଫରେଷ୍ଟ ରେଞ୍ଜର, ଯିଏକି ଋଷିକେଶରେ କାମରେ ମୁତୟନ। ଚାକିରି ସିନା ସେଠି କରିଛନ୍ତି, ହେଲେ ମନଟା ନା କାଳିଆ ପାଖରେ ଅଟକିଛି। କହିବାକୁ ଗଲେ ମହାପ୍ରଭୁଙ୍କୁ ଭାରି ଭଲ ପାଆନ୍ତି। ବେଳେବେଳେ ଏମିତି କୁହନ୍ତି, ମହାପ୍ରଭୁ ହେ, କେଉଁଦିନ ଟିକେ ତୁମ ଚକା ଆଖିରେ ଆଖିଟା ମିଶିବ ଆଉ ତୁମକୁ ପାଖରୁ ଦେଖିବି। ଆହୁରି ଗୋଟେ କଥା ମନରେ ନିତି ଉଙ୍କି ମାରେ, ହେ ମହାପ୍ରଭୁ, ସେମିତିରେ ତ ତୁମକୁ ଦେଖିବାର ସୁଯୋଗ ଟିକେ ମିଳୁନି ମୋତେ। ଆହୁରି ମୁଁ ଇଚ୍ଛା କରିଛି ତୁମକୁ ଅତି ପାଖରୁ ଦେଖିବା ପାଇଁ। ସତରେ କ'ଣ ମୋ ଇଚ୍ଛା ପୂରଣ ହେବ ନା ସେ ସୌଭାଗ୍ୟ ମୋତେ ମିଳିବ? ଶୁଣିଛି ମହାପ୍ରଭୁ, ଭକ୍ତ ପାଇଁ ତୁମେ ରଥ ଅଟକାଇ ଦେଇଛ, ଅସମ୍ଭବକୁ ସମ୍ଭବ ବି କରିପାର। ମୋତେ ବି ଟିକେ ଦୟା କରିବ ନା ମହାପ୍ରଭୁ? ଜୁଲାଇ ମାସର ଠିକ୍ 3 ମାସ ପୂର୍ବରୁ ହଠାତ୍ ସପରିବାର ଇଚ୍ଛା କରିଥିଲେ ଶ୍ରୀକ୍ଷେତ୍ର ଆସିବା ପାଇଁ। ଏପଟେ ମହାପ୍ରଭୁଙ୍କର ଡୋରି ବି ଲାଗିଲା। ବଡ଼ଦାଣ୍ଡରେ ପହଞ୍ଚି ନୀଳଚକ୍ରକୁ ଦର୍ଶନ କଲେ। ସମସ୍ତେ ଭାରି ଖୁସି ହେଉଥାନ୍ତି। ଇଚ୍ଛାଟା 2 ଗୁଣ ହେଇଥିଲା। ଆଜି ମୋର ସବୁ ମନ ଇଚ୍ଛା ପୂର୍ଣ୍ଣ ହେବ କି ମହାପ୍ରଭୁଙ୍କୁ ପାଖରୁ ଦେଖିବି। ହେଲେ ତାର ଯେ ଇଚ୍ଛା ଅଲଗା, ସେ କଥା କୁଆଡ଼ୁ ବୁଝିବେ? ଭକ୍ତମାନଙ୍କ ଗହଣରେ ଧାଡ଼ିରେ ରହି ବହୁତ ସମୟ ପରେ ଚକା ଆଖିର ଟିକେ ଦର୍ଶନ ମିଳିଲା। ହେଲେ ଭକ୍ତମାନଙ୍କ ଠେଲାପେଲା ଆଉ ଭିଡ଼ ଭିତରେ ଖୁବ୍ କମ୍ ସମୟ ପାଇଁ ଚକା ଆଖିରେ ଆଖିଟା ମିଶିଲା ସତ, ହେଲେ ମନ ବୁଝିଲାନି। ସେଇ ନାଲି ଅଧର ହସଟା ଆଖି ଆଗରେ ନାଚି ଉଠୁଥାଏ। ପାଖକୁ ଯିବାର ସୁଯୋଗ ବି ମିଳିଲାନି ସେଦିନ। ମନଟା ନା ଭାରି ଦୁଃଖ ହେଲା। ଅଗଣାରେ ବସି ବହୁତ କାନ୍ଦିଲି। ଅନ୍ୟମାନେ ବି ରାଗିଲେ ମୋ ଉପରେ। ଶେଷରେ ନୀଳଚକ୍ରକୁ ଚାହିଁ କହି ବସିଲି, ହେ ଜଗା, ହେ କାଳିଆ ଠାକୁର, ଶୁଣିଛି ତୋ ଶ୍ରୀକ୍ଷେତ୍ରରୁ ନା କେବେ କେହି ଦୁଃଖରେ ଫେରିନି। ହେଲେ ମୋ ଉପରେ ଏତେ ଅଭିମାନ କିଆଁ ଯେ? ଜାଣିଛୁ ତ କର୍ମମୟ ଜୀବନ ମୋର। କାହିଁ କେତେ ଦୂରରୁ ଆସିଥିଲି, ତୋତେ ଟିକେ ପାଖରୁ ଦେଖିଥାନ୍ତି, ସେତେ କଥା ହେଇପାରିଲାନି। କେତେ କ'ଣ କଥା ସେଦିନ ମହାପ୍ରଭୁଙ୍କୁ ଜଣେଇ କାନ୍ଦି ବୋବେଇ ଘରକୁ ଫେରିଥିଲେ। ଏପଟେ ମନ କଥା ଯେ ମନରେ ରହିଯିବ, ସେ ଅନ୍ତର୍ଯାମୀ ବୁଝିପାରିବେନି। ଏ କଥା କ'ଣ କେବେ ହେଇଛି? ସେ ପରା ଭାବର ଠାକୁର, ଭାବରେ ଡାକିଲେ ନିହାତି ଶୁଣନ୍ତି। ତାର ଠିକ୍ 3 ମାସ ପରେ ସପରିବାର ପୁଣି ଆସିଛନ୍ତି ଓଡ଼ିଶା ଜେଜେଙ୍କର ଶ୍ରାଦ୍ଧ ପାଇଁ, ଯାହାକି ଜୁଲାଇ ମାସର କଥା। ମନ ଭିତରେ ଦୋ ପାଞ୍ଚ। ଶ୍ରୀକ୍ଷେତ୍ର ଯିବାକୁ ଭାରି ଇଚ୍ଛା, ହେଲେ କାହାକୁ କହିବି? କିଏ ମୋ ସାଙ୍ଗରେ ଯିବ? କିଏ ମୋତେ ନେଇଯିବ? ସେମିତିରେ ବି ପୂର୍ବଥରକ ଯାହା ଘଟିଛି ନା, ସମସ୍ତେ ରାଗିକି ଅଛନ୍ତି। କରିବି କ'ଣ? ଆହୁରି ଗୋଟେ କଥା ମନକୁ ଆସିଲା, ରଥଯାତ୍ରା ଏଇ କେଇଦିନ ହେବ ଯାଇଛି। ମହାପ୍ରଭୁ ନା ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଥିବେ, ଦର୍ଶନଟା ପାଖରୁ ହିଁ ମିଳିବ। ଏଇ କଥା ଭାବୁଥାଏ, ସତେ ଯେମିତି ମହାପ୍ରଭୁଙ୍କ କାନରେ ଭକ୍ତର ସେ ଆକୁଳ ବେଦନା ବାଜିଲା। ହଠାତ୍ ଆଈର ଫୋନ୍ ଆସିଲା, ପୁରୀ ଯିବୁ କି? ମୁଁ ବା ମନା କରିଥାନ୍ତି କେଉଁଠୁ। ସଙ୍ଗେ ସଙ୍ଗେ ବୋଉକୁ କହିଲି, ଆଉ ବୋଉ ବି ମାମୁଁ ଘରକୁ ପଠାଇଥିଲା। ଏଇ ବାଙ୍କି ମୁଁ। ସେଇଠୁ ଆଈ ଆଉ ମୁଁ ବାହାରି ପଡ଼ିଲୁ ପୁରୀ। ସେତେବେଳକୁ ଚତୁର୍ଦ୍ଧାମୂର୍ତ୍ତି ଶ୍ରୀ ଗୁଣ୍ଡିଚା ମନ୍ଦିରରେ ଥାଆନ୍ତି। ସେଠି ଆମର ଜଣେ ସମ୍ପର୍କୀୟ ଥାଆନ୍ତି, ତାଙ୍କରି ଘରେ ରହିବାକୁ ପଡ଼ିଲା। ଆଚ୍ଛା କଥା, ମହାପ୍ରଭୁଙ୍କର ଦର୍ଶନ ପାଇଁ ପୁଣି ପୂର୍ବ ପରିକା ଧାଡ଼ି ବାନ୍ଧିବାକୁ ପଡ଼ିଲା। ସେଦିନ ବି ଭାରି ମନ ଦୁଃଖ ହେଇଥିଲା। ଶାନ୍ତେ ସେଦିନ ପରିକା ମନ ଦୁଃଖରେ ଫେରିଯିବିନି ତ? ନା, ସେଦିନ କିନ୍ତୁ ସେମିତି କିଛି ବି ହେଲାନି। ବହୁତ ସମୟ ଅପେକ୍ଷା ପରେ ପାଖରୁ ଦେଖିଥିଲି। ଆଖି ସେଦିନ
ପବିତ୍ର ହୋଇଯାଇଥିଲା। ଚକାଚକା ଆଖିରେ ଆଖି ବି ମିଶି ଯାଇଥିଲା। ଆଖି ଫେରିବାକୁ ନା ଇଚ୍ଛା ନଥିଲା। ମହାପ୍ରଭୁ ଯେତେବେଳେ ଜୀବଟି ଉପରେ କୃପା କରନ୍ତି ସେ ଭୁଲିଯାଏ କାମ, କ୍ରୋଧ, ଲୋଭ, ମୋହ, ମାୟା ଏସବୁ ତାକୁ ବାନ୍ଧି ପାରେ ନାହିଁ। ଇଚ୍ଛା ହେଉଥାଏ ଶାନ୍ତି ସେମିତିକା ସୁଯୋଗ ଟିକେ ମୋତେ ଦେବେନି। ତୁମରି ଆଗରେ ଏମିତି ହାତ ଯୋଡ଼ି ଯୋଡ଼ି ସମୟ ଗୁଡ଼ାକ ଯେମିତି ସରିଯାଆନ୍ତା। ଛାଡ଼, ସେ ଭାଗ୍ୟ ତ ମୋର ନାହିଁ। ଏପଟେ ଆଇମା ବି କହିଲାଣି ଘରକୁ ଯିବା, ବେଳ ଗଡ଼ିଗଲାଣି। ଇଚ୍ଛା ନଥିଲେ ବି ଫେରିବାକୁ ପଡ଼ିଲା। ସତେ ଯେମିତି ମହାପ୍ରଭୁ ପାଖକୁ ଟାଣୁଥାନ୍ତି। ରାତିରେ ଆହୁରି ଥରେ ସେଇ ଚତୁର୍ଥା ମୂର୍ତ୍ତିଙ୍କୁ ଦର୍ଶନ କରିବା ପାଇଁ ସୁଯୋଗ ବି ମିଳିଲା। ମନଟା ଭାରି ଖୁସି। ମନେ ପଡ଼ିଯାଉଥାଏ ସେଇ 3 ମାସ ତଳର କଥା। ଶାନ୍ତେ ଅଭିମାନ କରି କହିଥିଲି, କଥା ରଖିଲେ ନା? ସେଦିନ କେତେ କ'ଣ କହିଥିଲି ରାଗିକି, କ୍ଷମା କରିବେ ମୋତେ। ଯାହା ବି ହଉ ମନ ଖୁସିରେ ରାତି କଟିଲା ସେଦିନ। ପରଦିନ ସକାଳେ ମାନେ ଜୁଲାଇ ମାସର 4 ତାରିଖ, ବସ୍ଟା ବି 12ଟା ବେଳେ ଥାଏ। ଆଇସ ଘରକୁ ଫେରିବି, ତାପରେ କର୍ମକ୍ଷେତ୍ରକୁ। ସେଦିନ କେମିତିକା ଭାଗ୍ୟ କେଜାଣି, ହଠାତ୍ ବାଲକୋନିରେ ବସି ଚାହିଁ ରହିଥାଏ ସେଇ 3 ରଥଙ୍କୁ। ମନରେ କେତେ ଗୁଡ଼ାଏ ପ୍ରଶ୍ନ ନେଇକି ହଠାତ୍ ଏହି ସମୟ ଭିତରେ ଜଣେ ସେବାୟତ ଆସି ପହଞ୍ଚିଲେ ଆଉ କହିଲେ, ଆସ, ଏବେ ଗହଳି ଟିକେ କମ୍ ଅଛି। ତା ଛଡ଼ା ମହାପ୍ରଭୁଙ୍କର ସାହାଣ ମେଳା ଚାଲିଛି। ଆସ ଏବେ ଯାଇ ଦେଖି ଆସିବା। ଏତକ ଶୁଣିଲା ପରେ ମନର ଖୁସିଟା 2 ଗୁଣ ହୋଇଉଠିଲା। ଆଶ୍ଚର୍ଯ୍ୟର କଥା, ମହାପ୍ରଭୁଙ୍କୁ କେବେ ଏତେ ପାଖରୁ ଦେଖିନି। ସିଂହାସନ ଉପରେ ବସିଥିବାର ଅତି ପାଖକୁ ନେଇଗଲେ, ଯେମିତିକି ଠାକୁରଙ୍କ ସାମ୍ନା ସାମ୍ନି। ଆଖିରୁ ଲୁହ ଝରିଗଲା। ଶାନ୍ତେ, ଏ ମୁଁ କ'ଣ ଦେଖୁଛି? ଆଇମା ବି କାନ୍ଦି ବସିଲେଣି। ସତରେ କେଡ଼େ ଭାଗ୍ୟ ମୋର, ତୁମକୁ ଆଜି ଏତେ ପାଖରୁ ଦେଖୁଛି। ଆହୁରି କହି ବସିଲି, ବୁଝିଲି ମଣିମା, ସତରେ ତୁମେ ଅନ୍ତର୍ଯାମୀ, ମନ କଥା ବୁଝ। ଏ ଭକ୍ତ ଉପରେ ଦୟା କରିଛ। 3 ମାସ ତଳେ ଆସିଥିଲି ଯେ ମନ ଦୁଃଖରେ ଫେରିଥିଲି। ସେଇ କଥା ନା ଶାନ୍ତେ? ଯାହା ବି ହଉ, ଭକ୍ତ ଆଉ ଭଗବାନଙ୍କ କଥା କିଏ ବା ବୁଝିବ? ସେବାୟତ ଜଣକ ଆହୁରି କହିଲେ, କାଳିଆ ଉପରେ କେବେ ଅଭିମାନ କରିବୁନି। ଯେତେବେଳେ ଯେଉଁ ମୁହୂର୍ତ୍ତରେ ଯେମିତି ଭାବରେ ଡାକିବୁ ସେ ତ ଡାକ ଶୁଣିବ। ହଁ, ମହାପ୍ରଭୁଙ୍କୁ ଏତେ ପାଖରେ ପାଇକି ସେଦିନ ନିଜକୁ ଧନ୍ୟ ମନେ କଲି। ଆହୁରି ଗୋଟେ କଥା, ପୂର୍ବଦିନ ଦଇତାପତିମାନେ ଏଇ ମହାପ୍ରଭୁଙ୍କ ପାଖକୁ ନେବା ପାଇଁ କିଛି ପଇସା ଡିମାଣ୍ଡ କରୁଥିଲେ। ସେଇଥିପାଇଁ ଫେରି ଯାଇଥିଲୁ। ବୋଧେ ମହାପ୍ରଭୁ ସେତକ ବି ପୂରଣ କଲେ। ଆଜି ବିନା ପଇସାରେ ମହାପ୍ରଭୁଙ୍କ ପାଖରେ ଆମେ। ସତରେ କେଡ଼େ ଭାଗ୍ୟ ମୋର। ମହାପ୍ରଭୁଙ୍କୁ ଦର୍ଶନ କରି ମନ ଖୁସିରେ ଘରକୁ ଫେରିଛି। ହେଲେ ସେବେଠାରୁ ଆଉ କେବେ ସୁଯୋଗ ମୋତେ ମିଳିନି ସେ ରତ୍ନ ସିଂହାସନ ପାଖକୁ ଯିବା ପାଇଁ। ଆଜିର ଅନୁଭୂତିଟି ପଠାଇଥିଲେ ଅମୃତାଂଶୁ ଭାଇ। ସତରେ ଅନୁଭୂତିଟି ମନକୁ ଛୁଇଁଲା। ଆପଣମାନଙ୍କୁ କେମିତି ଲାଗିଥିବ ଜାଣିନି। ଯଦି କଥା ଛଳରେ ସାମାନ୍ୟ ବି ତ୍ରୁଟି ଥାଏ, କ୍ଷମା କରିବାକୁ ଭୁଲିବେନି। ହଁ ଭାଇ, ମହାପ୍ରଭୁଙ୍କର ଆଶୀର୍ବାଦ ଆଉ କରୁଣା ତୁମ ଉପରେ ସେମିତି ଥାଉ। ଆପଣମାନେ ଚାହିଁଲେ ମଧ୍ୟ ଆମକୁ ଅନୁଭୂତି ପଠାଇ ପାରିବେ, କାହାଣୀ ପଠାଇ ପାରିବେ। ନମସ୍କାର, ଆଜି ପାଇଁ ଏତିକି। ପୁଣି ଦେଖା ହେବ ନୂଆ କାହାଣୀ, ନୂଆ ଅନୁଭୂତିକୁ ନେଇ। ଜୟ ଜଗନ୍ନାଥ।